2026 ମସିହା ପାଇଁ କର୍କଟ ରାଶିର ବାର୍ଷିକ ରାଶିଫଳ। ଆଜିର ଉପସ୍ଥାପନାରେ ଜାଣିବା 2026 ମସିହା ବର୍ଷରେ କର୍କଟ ରାଶିଜାତ ବ୍ୟକ୍ତି ପ୍ରେମ, ବିବାହ, ପରିବାର ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କ'ଣ ସବୁ ଫଳ ପାଇବାର ବିଶେଷ ସମ୍ଭାବନା ରହିଅଛି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ସୌରମଣ୍ଡଳରେ ବିଚରଣ କରୁଥିବା ଗ୍ରହ ନକ୍ଷତ୍ରମାନଙ୍କର 2026 ମସିହାର ସ୍ଥିତି ଅନୁଯାୟୀ ଲଭ୍ ଲାଇଫ୍ ବା ପ୍ରେମ ସମ୍ପର୍କରେ ଥିବା କର୍କଟ ରାଶି ଜାତକ 2026 ମସିହାରେ ଅନୁକୂଳ ଫଳ ପାଇବାର ସମ୍ଭାବନା ରହିଅଛି। ବର୍ଷର ପ୍ରଥମାର୍ଦ୍ଧରେ ପାର୍ଟନରଙ୍କ ସହିତ ସମ୍ପର୍କକୁ ନେଇ ମତଭେଦ ଦେଖାଯାଇପାରେ, କିନ୍ତୁ ବ୍ୟସ୍ତ ହେବାର କିଛି ନାହିଁ। ପାରସ୍ପରିକ ବୁଝାମଣା ଓ କଥାବାର୍ତ୍ତା ଭିତରେ ସମସ୍ୟାର ସମାଧାନ କରିହେବ। ପାର୍ଟନରକୁ ମନ କଥା ଖୋଲି କହିଦେବା ସବୁଠୁ ଭଲ ରହିବ। 2026 ମସିହା ଜୁନ ମାସ 2 ତାରିଖ ପରେ ପ୍ରେମ ସମ୍ପର୍କରେ ବିଶ୍ୱାସ ଦୃଢ଼ୀଭୂତ ହେବ। ସମ୍ପର୍କରେ ଅଧିକା ସ୍ନେହ, ପ୍ରେମ ଓ ଆପଣାଇବାର ଭାବ ଅଧିକା ପରିଲକ୍ଷିତ ହେବ। କମଜୋର ପଡ଼ିଯାଇଥିବା ସମ୍ପର୍କଟି ଦୃଢ଼ ବନ୍ଧନରେ ପରିଣତ ହେବ। ଏପରିକି ବ୍ରେକଅପ୍ ହୋଇଯାଇଥିବା ବା ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ପୁନର୍ଜୀବନ ଲାଭ କରିବାର ବହୁତ ସମ୍ଭାବନା। ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଏହି ସମୟରେ କର୍କଟ ରାଶିଜାତ ବ୍ୟକ୍ତି ମନ ବଳାଇବେ। ବର୍ଷର ଶେଷ ଭାଗରେ ଶୁଭ ପରିଣୟ ସ୍ଥିର ହେବାର ସମ୍ଭାବନା ରହିଅଛି। ଅବିବାହିତ ରହିଥିବା କିମ୍ବା ରିଲେସନସିପ୍ରେ ରହିଥିବା କର୍କଟ ରାଶିର ପୁଅ ଓ ଝିଅମାନଙ୍କ ପାଇଁ 2026 ମସିହା ବହୁତ ଅନୁକୂଳ ଫଳ ଦେବାର ସମ୍ଭାବନା। କର୍କଟ ରାଶିର ବାର୍ଷିକ ରାଶିଫଳ ଅନୁଯାୟୀ 2026 ମସିହାରେ କର୍କଟ ରାଶିଜାତ ବ୍ୟକ୍ତିବିଶେଷ ପରିବାର କ୍ଷେତ୍ରରେ ମଧ୍ୟମ ଧରଣର ଫଳ ପ୍ରାପ୍ତ କରିବେ। ବର୍ଷର ପ୍ରଥମାର୍ଦ୍ଧରେ ପାରିବାରିକ ସ୍ଥିତି ସମସ୍ୟାବହୁଳ ରହିବାର ଦେଖାଯାଏ। ପରିବାରର ସଦସ୍ୟମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଅସହମତି ପ୍ରକାଶ ପାଇବାର ସମ୍ଭାବନା। ବିଶେଷ କରି ପରିବାରର କୌଣସି ମହିଳା ସଦସ୍ୟା ସାମାନ୍ୟ କଥାକୁ କେନ୍ଦ୍ର କରି କ୍ଷୁବ୍ଧ ହେବା ଦେଖାଯାଏ। କିନ୍ତୁ 2026 ମସିହା ଆଗକୁ ବଢ଼ିବା ସହିତ ଏହିସବୁ କ୍ଷେତ୍ରରେ ସନ୍ତୁଳନ ଦେଖାଯିବ। ଘରେ ବା ପରିବାରରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବାର ସମ୍ଭାବନା। ପରିବାରରେ ଆଧ୍ୟାତ୍ମିକ ଓ ଧାର୍ମିକ ପରିବେଶ ଲାଗି ରହିବ। ଦେବଦର୍ଶନ ଓ ତୀର୍ଥାଟନ ପାଇଁ ସପରିବାର ଭ୍ରମଣ ଯୋଗ ରହିଅଛି। ଗୃହ ନିର୍ମାଣ କରିବା ଅଥବା ଜାଗାବାଡ଼ି କିଣିବା ପାଇଁ ସୁଯୋଗ ଆସିବ। ବର୍ଷର ପ୍ରଥମାର୍ଦ୍ଧରେ ଘଟିଥିବା ଦାମ୍ପତ୍ୟ ମନୋମାଳିନ୍ୟ ଦମ୍ପତି ଭୁଲିଯାଇ ବର୍ଷର ଦ୍ୱିତୀୟାର୍ଦ୍ଧରେ ବେଶ ହସଖୁସିରେ ସମୟ କାଟିବେ। 2026 ମସିହାର ଦ୍ୱିତୀୟାର୍ଦ୍ଧରେ ସନ୍ତାନମାନଙ୍କ କୃତିତ୍ୱରେ ପିତାମାତା ଆତ୍ମବିଭୋର ହେବେ। ସନ୍ତାନ ସମ୍ଭବା ନାରୀ ପୁତ୍ର ସନ୍ତାନ ଜନ୍ମ ଦେବାର ଯଥେଷ୍ଟ ସମ୍ଭାବନା ରହିଅଛି। ଏହାଛଡ଼ା 2026ରେ ମାତୃତ୍ୱ ସୁଖ ପାଇବା ପାଇଁ କର୍କଟ ରାଶିଜାତ ମହିଳାଙ୍କ ପାଇଁ ସମୟ ବେଶ ପ୍ରଶସ୍ତ ରହିଅଛି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ 2026 ମସିହା କର୍କଟ ରାଶି ପାଇଁ ବହୁତ ଭଲ ପରିଣାମ ଦେବ। ବର୍ଷର ପ୍ରଥମାର୍ଦ୍ଧରେ ଯଦି କିଛି ସ୍ୱାସ୍ଥ୍ୟଗତ ସମସ୍ୟା ରହିଥାଏ, ତେବେ ଦ୍ୱିତୀୟାର୍ଦ୍ଧରେ ସେହିସବୁ ସ୍ୱାସ୍ଥ୍ୟଗତ ସମସ୍ୟା ଦୂରୀଭୂତ ହୋଇଯିବ। ଜୁନ ମାସ 2 ତାରିଖ ପରେ ବୃହସ୍ପତି ମହାଗ୍ରହ କର୍କଟ ରାଶିରେ ଅବସ୍ଥାନ କରିବାକୁ ଥିବାରୁ କର୍କଟ ରାଶିଜାତ ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ।
ମନ ଓ ଶରୀରରେ ନୂତନ ଶକ୍ତିର ସଞ୍ଚାର ଘଟିବ। ତେବେ ବି ବୃହସ୍ପତିଙ୍କ ଯୋଗୁଁ ଖାଦ୍ୟ ହଜମ ପ୍ରକ୍ରିୟାରେ ଗଣ୍ଡଗୋଳ ଦେଖାଯିବାର ସମ୍ଭାବନା ରହିଥିବାରୁ ଖାଦ୍ୟପେୟ ଗ୍ରହଣରେ ସତର୍କତା ଅବଲମ୍ବନ କରିବା ଜରୁରୀ। 2026 ମସିହାରେ କର୍କଟ ରାଶିଜାତ ବ୍ୟକ୍ତି ସମସ୍ତ କ୍ଷେତ୍ରରେ ଶୁଭଫଳ ପାଇବା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରନ୍ତୁ। ମନବାଞ୍ଛିତ ଫଳ ପ୍ରାପ୍ତ ହେବେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।